ଗାଁ ରେ ଚାଲିଥିବା ଚୋରା ମଦ କାରବାରକୁ ଗ୍ରାମବାସୀଙ୍କ ବିରୋଧ। ଦଶରଥପୁର ବ୍ଲକ ପାଲଟପୁର ଗ୍ରାମ ପଞ୍ଚାୟତ ମୁରାରୀପୁର ଗ୍ରାମରେ ବିରୋଧ କରିଛନ୍ତି ଗ୍ରାମବାସୀ। ଗାଁରେ ଦୀର୍ଘ ଦିନ ଧରି ଚାଲୁଥିବା ଚୋର ମଦ କାରବାରକୁ ଓମ୍ ପ୍ରକାଶ ଶତପଥୀଙ୍କ ନେତୃତ୍ୱରେ ଲୋକ ବିରୋଧ କରିଛନ୍ତି। ଆଜି ଗ୍ରାମବାସୀ ମଦ ବେପାରକୁ ବିରୋଧ କରି ଉତ୍ତ୍ୟକ୍ତ ଲୋକେ ମଦ ଦୋକାନ ଭଙ୍ଗାରୁଜା କରିବା ସହ ମଙ୍ଗଳପୁର ଥାନାର ଦ୍ୱାରସ୍ଥ ହୋଇଥିଲେ। ମଙ୍ଗଳପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଜଣେ ଚୋରା ମଦ ବେପାରୀଙ୍କୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି। ପୂର୍ବରୁ ଆଜ୍ଞା ଏମିତି ମଦର ଏଠି ପିଆପି କରୁଥିଲେ ଗାଁରେ ବି କିଛି ବିକ୍ରି ହେଉଛି, ଏଟାକୁ ଆମେ ବାରଣ କରି ଆସୁଥିଲୁ। ବାରଣ କରି ଆସିବା ସତ୍ତ୍ୱେ ବି ଏଟା ବନ୍ଦ ହେବାର ନାଁ ଧରୁନାହିଁ, ଯାହାକି ଆମର ଝିଅ ବୋହୂ ଗାଁରେ ଛୋଟ ପିଲା ଉପରେ କୁପ୍ରଭାବ ପଡ଼ୁଛି। ତାପରେ ବି ସାଧାରଣତଃ ଆମର ଯେଉଁ ଗାଁର ଯେଉଁ ମହିଳାମାନେ ସାଧାରଣତଃ ଯୋଉଠୁ ଆମର ଲୋନ୍ ମାଧ୍ୟମରେ ଆଣୁଛନ୍ତି ପଇସା, ଯାହାର ସ୍ୱାମୀ ଯାହାର କମେଇକି ବି ଆଣୁଛନ୍ତି, ସବୁ ମଦ ତିଆରି ଚାଲିଛି ଦେବା ପରିବର୍ତ୍ତିତ ଲୋନ୍ ସୁଝିବା ପରିବର୍ତ୍ତିତ ମଦର କିଛି ଖର୍ଚ୍ଚ ହେଇଯିବା ସତ୍ତ୍ୱେ ଘରର ପରିବାର ଅଶାନ୍ତି ବି ହେଉଛି। ଅଶାନ୍ତି ହେବା ପରେ ଏମିତି ମଦ ଦୋକାନ ତ ଯାଉଛି, ମେନ୍ କଥା ଆଉ କ'ଣ ଅଛି। ମଦ ବେପାର ହେଉଛି, ଯେତେ ବନ୍ଦ କଲା ବେଳକୁ ବନ୍ଦ ହେଉନି। ମଦ ବନ୍ଦ କଲା ବେଳକୁ ବନ୍ଦ ହେଉନି। ଛକରେ ମଦ ପିଇ ଦୁନିଆ ପ୍ରକାର କଥାବାର୍ତ୍ତା, ଅଭଦ୍ର କଥାବାର୍ତ୍ତା ଝିଅ ବୋଉଙ୍କୁ କହୁଛନ୍ତି। ରାସ୍ତାଘାଟ ଛୁଆ ପିଲା କୁକୁଡ଼ା ଗୋରୁ ଗାଈ ବି ଯାଇପାରୁନାହାନ୍ତି। କ'ଣ କହିବେ? ମଙ୍ଗଳପୁର ପୋଲିସ ପାଖରେ କ'ଣ ଅଭିଯୋଗ ରଖିବେ? ସାର୍ ଆପଣ ଆସିକିନି ଯେତେ ଜଲ୍ଦି ମଦ ବେପାର ବନ୍ଦ କରନ୍ତୁ।